ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ମାଘ ମେଳା ବା ଜୋରନ୍ଦା ଯାତ୍ରା। ଆପଣ ଦେଖିପାରୁଥିବେ ମୋ ପଛପଟେ ଯୋଉ ରହିଛି ଝାଡ ଦୀପ, ଯାହାକୁ ବାବା ମାନେ ଘିଅ ଦେଉଛନ୍ତି ଏବଂ ମହଣ ମହଣ ଘିଅରେ ଆଜି ଯୋଉ ଶୂନ୍ୟ ମହାପ୍ରଭୁଙ୍କୁ ଝାଡ ଦୀପ ପ୍ରଦାନ କରାଯିବ ଏବଂ ବିଶ୍ୱର ଶାନ୍ତି ପାଇଁ ଅର୍ଥାତ୍ ବିଶ୍ୱବାସୀଙ୍କ କଲ୍ୟାଣ ପାଇଁ ଆଜି ଯୋଉ ଦୀପ ଜଳିବ 2 ଦିନ ଧରି, ଆଜି ଏବଂ କାଲି ସନ୍ଧ୍ୟାରେ ଯୋଉ ଦୀପ ଜଳିବ ତାହା ବିଶ୍ୱ ଶାନ୍ତି ପାଇଁ ଜଳିବ। ଏବଂ ଦେଖିପାରୁଥିବେ ରାଜ୍ୟର ବିଭିନ୍ନ ଜାଗାରୁ ଲୋକମାନଙ୍କର ବା ଭକ୍ତ ମାନଙ୍କର ସୁଅ ଛୁଟିଛି। ଖାଲି ରାଜ୍ୟ ନୁହଁ ଏବଂ କହିପାରିବା ଦେଶର କୋଣ ଅନୁକୋଣରୁ ମହିମା ଭକ୍ତ ମାନଙ୍କର ଏଠି ଆଜି ସୁଅ ଛୁଟିଛି, କାରଣ 2 ଦିନ ଯୋଉ ଝାଡ ହବ ସେଇ ଝାଡକୁ ଦେଖିବା ପାଇଁ ମହିମା ସାଧୁ ମାନଙ୍କର ଭିଡ ଜମିଛି ଏବଂ ବିଭିନ୍ନ ପ୍ରାନ୍ତରରୁ ଭକ୍ତ ମାନଙ୍କର ଭିଡ ଜମିଛି। ଆମ ସହିତ ଅଛନ୍ତି କିଛି ମହିମା ସନ୍ୟାସ କିଛି ନଥିଲା ଆମେ ତ ହେଲା ନା ଏ ବର୍ଷ ମହାପ୍ରଭୁଙ୍କ ଦୟାରୁ ଆମର ପ୍ରଶାସନ ବିଭାଗର ଆଉ ଜନସାଧାରଣଙ୍କ ଇଏରୁ ମେଳା ଭଲ ଶୃଙ୍ଖଳାରେ ଚାଲିଛି, କିଛି ଅସୁବିଧା ହେଇନାହିଁ। ଏମିତି କଣ ଗୋଟେ କିଛି ହେଇନାହିଁ, ଯାହା ମହାପ୍ରଭୁଙ୍କର ଲୀଳା ଭଲରେ ଅଛି। 2 3 ଦିନ ଚାଲିବ। ବହୁତ ଗଣି ହବ କଣ, କୁଆଡେ କେତେ ବୁଲୁଛନ୍ତି। ଆମର ତ ଆନୁମାନିକ ନିହାତି କଣ ଯାହା ଆପଣ ଶୁଣିଥିଲେ ଆମ ସହିତ ଅତିରିକ୍ତ ଅଛନ୍ତି ଏସପି। ଆଚ୍ଛା, କଣ କହିବେ ଯୋଉ ଆୟୋଜନ କେମିତି ରହିଛି? ନା, ଆୟୋଜନ ଆମର ପୁଲିସ ପ୍ରଶାସନ ତରଫରୁ ବହୁତ ପୁଲିସ ମୁତୟନ କରାଯାଇଛି ଏବଂ ପ୍ରତି ଛକରେ ଆମର ରଖାଯାଇଛି। ଟ୍ରାଫିକ ମଧ୍ୟ ନିୟନ୍ତ୍ରଣ ପାଇଁ ପୁଲିସ ରଖାଯାଇଛି। ପାର୍କିଂ ପ୍ଲେସରେ ମଧ୍ୟ ଆମ ପୁଲିସ ରଖାଯାଇଛି। ଆଜି ବହୁତ ଓଡିଶା ବାହାରୁ ମଧ୍ୟ ବହୁତ ଲୋକ ଆସିଛନ୍ତି, ଡିଭୋଟି ସବୁ ଆସିଛନ୍ତି ଦର୍ଶନ କରିବା ପାଇଁ। କଣ କହିବେ ଯେହେତୁ ଭିଡ ଜମିଲେ ପକେଟ ମାଲର ମାନଙ୍କର ଦୌରାତ୍ମ୍ୟ ପଡେ, ତାକୁ କେମିତି ନଜର? ଆମେ ପକେଟ ମାରୁ ପ୍ରତି ମଧ୍ୟ ନଜର ରଖିଛୁ। ପକେଟ ମାରୁ ଆମେ ଯୋଉମାନେ ସନ୍ଦେହ ଆସୁଛନ୍ତି ସେମାନଙ୍କୁ ମଧ୍ୟ ଆମେ ଅଟକେଇକି ଆମର ନିକଟସ୍ଥ ଫାଣ୍ଡିରେ ଆମେ ତାଙ୍କୁ ରଖୁଛୁ। ଚାଲିଛି 2 3 ଜଣ ଧରା ପଡିଛନ୍ତି ଧରିକି, ଆମେ ଆଉ କିଏ ଅଛନ୍ତି ତାକୁ ଦେଖୁଛୁ। କିଛି ଏ ପର୍ଯ୍ୟନ୍ତ କିଛି ପକେଟ ମାରୁ ମଧ୍ୟ ଆମକୁ ରିପୋର୍ଟ ହେଇନି। ନିଶ୍ଚିତ ରୂପେ ଯାହା ଶୁଣୁଥିଲେ ଅତିରିକ୍ତ ଏସପି ଆମ ସହିତ କଥା ହଉଥିଲେ ଯେ ପୁରା ଯୋଉ ରହିଛି ଯାତ୍ରା ଉପରେ ନଜର ରଖିଛି ପୋଲିସ, 10 ପ୍ଲାଟୁନ ଫୋର୍ସ ମଧ୍ୟ ମୁତୟନ କରାଯାଇଛି। ଯେହେତୁ ଲକ୍ଷାଧିକ ସଂଖ୍ୟାର ଭକ୍ତ ମାନଙ୍କର ସମାଗମ ଛୁଟିଛି ଏବଂ ଝାଡ ଯୋଉ 3 ଦିନ ଧରି ଜଳିବ, ସେଥିପାଇଁ ମଧ୍ୟ ମନ୍ଦିର ପକ୍ଷରୁ ଯୋଉ ପୀଠ ରହିଛି ତାର ମଧ୍ୟ ବ୍ୟାପକ ପ୍ରସ୍ତୁତ ହେଇଛି। ଆମ ସହିତ କିଛି ଶ୍ରଦ୍ଧାଳୁ ଅଛନ୍ତି, ଆମେ କଥା ହବା। ଆଜ୍ଞା, କୋଉଠୁ ଆସିଛନ୍ତି? ନେମାଳୁ କିଏ କିଏ ସବୁ ଆସିଛନ୍ତି? ଭାଇ ମହିମା ଦୀକ୍ଷା ନେଇଛନ୍ତି? ପ୍ରଥମ ବର୍ଷ ଆଇଛି। ବିଶ୍ୱାସ ଅଛି? ବିଶ୍ୱାସ ଅଛି। ଆପଣ କୋଉଠୁ ଆସିଛନ୍ତି? ବାଲେଶ୍ୱର କେତେ ପ୍ରଥମ ବର୍ଷ ନା ଆଗରୁ ଆସିଥିଲେ? ନା, ଆଗରୁ ଥରେ ଆସିଥିଲି। ବିଶ୍ୱାସ ଅଛି? ଆଜ୍ଞା ହଁ, ମହିମା ସ୍ୱାମୀଙ୍କର ବିଶ୍ୱାସ। ଆଜ୍ଞା ହଁ ହଁ ହଁ, ଦୀପ ଜାଳିଲେ ମହିମା ସ୍ୱାମୀଙ୍କର ଆଜି ବହୁତ ଭକ୍ତ ବି ହେଇଛନ୍ତି। ଖୁସି ଅଛନ୍ତି? ହଁ, ବହୁତ ଖୁସି। ଆସିପାରିକି ଟିକେ ଦର୍ଶନ ପାଇଲେ ଏତେ ବହୁତ ଖୁସି। ସଂଘର୍ଷ କରିବା କିଛି ଅସୁବିଧା ନାହିଁ, ଏକଦମ ବହୁତ ଭଲ। ଯାହା ଶୁଣୁଥିଲେ ଭକ୍ତ ମାନେ ବାଲେଶ୍ୱର କାହିଁକି ରାଜ୍ୟ ବାହାରୁ ମଧ୍ୟ ଭକ୍ତ ମାନଙ୍କର ଯୋଉ ସୁଅ ଛୁଟୁଛି, ଦେଖିପାରୁଥିବେ କିଭଳି ଝାଡ ଯୋଉ ଦୀପ ଜଳୁଛି ସେଠାରେ କେମିତି ଘୃତ ପ୍ରଦାନ କରୁଛନ୍ତି ଏବଂ ଘିଅ ଢଳା ଯାଉଛି। ଏଇ ଯୋଉ ଝାଡ ଜଗତ କଲ୍ୟାଣ ପାଇଁ ଜଳା ଯାଉଛି ଏବଂ ପଛ ପାଖରେ ଦେଖନ୍ତୁ କିଭଳି ଭାବେ ଲୋକ ଭକ୍ତିର ଭାବର ମାହୋଲ ବର୍ତ୍ତମାନ ସୃଷ୍ଟି ହେଇଛି। ପାଖାପାଖି 3 ଲକ୍ଷରୁ ଉର୍ଦ୍ଧ୍ୱ ଯାହା ସୂଚନା ଦଉଥିଲେ ଅତିରିକ୍ତ ଏସପି, ଭକ୍ତ ମାନଙ୍କର ସମାଗମ ଘଟିଛି। ଆପଣ କୋଉଠୁ ଆସୁଛନ୍ତି? ଆସିଥିଲେ, କଟକରୁ ଆସିଥିଲି। ସବୁ ବର୍ଷ ଆସନ୍ତି? ଏ ବର୍ଷ ପ୍ରାୟ ଆସେ କିନ୍ତୁ ଏଇ ଟାଇମ ରେ ଆସିପାରେ ନାହିଁ। କେମିତି ଲାଗୁଛି? ବହୁତ ଭଲ ଲାଗୁଛି, ମାନେ ମନ ବି ଏତେ ପ୍ରଫୁଲ୍ଲ ରହୁଛି ଯାହା ବି କଳ୍ପନା ବାହାରେ ହଉଛି। ଆପଣ ମହିମା ଦୀକ୍ଷା ନେଇଛନ୍ତି? ନେଇନି, କିନ୍ତୁ ଏମିତି ମାନେ ଟିକେ। ଆମ ସହିତ କିଛି ମହିଳା ଭକ୍ତ ଅଛନ୍ତି। ଆମେ ଛକରୁ ଆସିଛୁ। ଦେଖିପାରୁଥିଲେ ଯୋଉ ରହିଛନ୍ତି ଭକ୍ତ ମାନେ, ତାଙ୍କ ମନରେ ଗୋଟେ ପ୍ରକାର ଭକ୍ତିର ଭାବ ସୃଷ୍ଟି ହୋଇଛି ଏବଂ ଯୋଉ ସମସ୍ତେ ଭକ୍ତିରେ ଏବଂ ବିଶ୍ୱାସରେ ଏହି ପୀଠରେ ପହଞ୍ଚିଛନ୍ତି, ମହିମା ଗୋସ୍ୱାମୀ ତାଙ୍କର ସବୁ ମନସ୍କାମନା ପୂରଣ କରିବେ। ଜୋରନ୍ଦା ପୀଠରୁ ଆଶୁତୋଷ ମହାପାତ୍ର, ଓଡ଼ିଶା ଭାସ୍କର। Exchange your old AC and take home a new power saving AC. Save up to rupees 10,000. Patro Electronics, Odisha's largest AC seller.